ଝାରସୁଗୁଡ଼ା ଅମଲପାଲିଠାରେ ଆୟୋଜିତ ଯୁବ ସମାବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ପ୍ରଦାନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେବା ପକ୍ଷରେ ଏହି ଅମୃତ ବେଳାରେ ଆଜିର ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଗୋଟିଏ ମହୋତ୍ସବର ଦିନ। କାରଣ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି। ଓଡ଼ିଶାର 4.5 କୋଟି ଲୋକଙ୍କ ପକ୍ଷରୁ ଝାରସୁଗୁଡ଼ା ମାଟିରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଭୂମିକୁ ଆପଣଙ୍କୁ ସ୍ୱାଗତ। ଝାରସୁଗୁଡ଼ାରେ ଆପଣଙ୍କର ଏହି କାର୍ଯ୍ୟକ୍ରମ ବିଧିର ବିଧାନ ଅଟେ। କାରଣ ଝାରସୁଗୁଡ଼ାରୁ ଏହି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଠିକ୍ 8 ବର୍ଷ ପୂର୍ବେ ସେପ୍ଟେମ୍ବର 22 ତାରିଖରେ ଆପଣଙ୍କର କର କମଳରେ ଲୋକାର୍ପିତ ହୋଇଥିଲା। ଆଜି ଏହି ଏୟାରପୋର୍ଟ ଓଡ଼ିଶାକୁ ବିଶେଷ କରି ପଶ୍ଚିମ ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିଛି। ଆଜିର ଏହି ସମାବେଶ ଯୁବବର୍ଗଙ୍କ ପାଇଁ ସମର୍ପିତ। ବିଶେଷ କରି 2014 ପରେ ଦେଶର ଯୁବବର୍ଗଙ୍କ ପାଇଁ ଆପଣ ଯଥାର୍ଥ ଭାବେ ସବୁଠାରୁ ବଡ଼ ଆଇକନ ପାଲଟିଛନ୍ତି। ଦେଶର ଯୁବବର୍ଗଙ୍କ ପାଇଁ ଆପଣ ପ୍ରେରଣାର ସ୍ରୋତ। ଦେଶର ବିକାଶ ପାଇଁ ଆପଣ ଯେଉଁ 4 ବର୍ଗଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ସେଥିରେ ଯୁବବର୍ଗଙ୍କ ପାଇଁ ଏକ ବିଶେଷ ସ୍ଥାନ ରହିଛି। ଯୁବବର୍ଗଙ୍କ ପାଇଁ ଆପଣ ଅନେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି, ଯାହାର ସକାରାତ୍ମକ ପରିଣାମ ଆଜି ସ୍ପଷ୍ଟ ଭାବେ ଦେଖାଯାଉଛି। ଆହୁରି ମୁଖ୍ୟମନ୍ତ୍ରୀ କହିଲେ, ଅପରେସନ ସିନ୍ଦୁର ସହିତ ଦେଶର ସୁରକ୍ଷାକୁ ନେଇ ଆପଣ ଯେଉଁ ଲକ୍ଷ୍ମଣ ରେଖା ଆଙ୍କିଛନ୍ତି ସେଥିରେ ଦେଶର ଯୁବବର୍ଗଙ୍କର ମନପ୍ରାଣରେ ଏକ ନୂତନ ଉତ୍ସାହ ଭରି ଦେଇଛି। ଓଡ଼ିଶାବାସୀଙ୍କ ପାଇଁ ଆପଣଙ୍କର ଶ୍ରଦ୍ଧା ବିଷୟରେ ଆମେ ସମସ୍ତେ ଜାଣୁ। ଆମ ସରକାର ଆସିବା ପରେ ଆପଣ 7 ଥର ଓଡ଼ିଶା ଗସ୍ତ କରିଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରିବେଶ ସୁରକ୍ଷା ପ୍ରତି ଆପଣଙ୍କ ଚିନ୍ତା ବିଷୟରେ ସମଗ୍ର ଦେଶ ମଧ୍ୟ ଜାଣିଛି। ଗତ ବର୍ଷ ଆପଣ ଯେଉଁ ଏକ ପେଟ୍ ମା କେ ନାମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ତାହା ଯେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଶାର ବିକାଶ ପାଇଁ ଆପଣଙ୍କର ଫୋକସ୍ ସର୍ବଦା ରହିଛି, ଯାହା ଆପଣଙ୍କର ପୂର୍ବୋଦୟର ପରିକଳ୍ପନାର କେନ୍ଦ୍ରରେ ଓଡ଼ିଶା ରହିଛି। ଦୁର୍ଗାପୂଜା ଓଡ଼ିଶାର ସବୁଠାରୁ ବଡ଼ ପର୍ବ। ଏହି ଶୁଭ ଅବସରରେ ଆପଣ ରାଜ୍ୟର ଉନ୍ନତି ପାଇଁ ଏବଂ ବିଶେଷ ଭାବେ ଲୋକମାନଙ୍କ ପାଇଁ ଡବଲ ବୋନାଞ୍ଜା ଆଣିଛନ୍ତି, ଯାହା ସ୍ୱାଗତ ଯୋଗ୍ୟ। ଆଜି ମଧ୍ୟ ଆପଣଙ୍କର କରକମଳରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି। ବ୍ରହ୍ମପୁରରୁ ସୁରଟ ପର୍ଯ୍ୟନ୍ତ ନୂଆ ଅମୃତ ଭାରତ ଟ୍ରେନ୍, ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପ, ନୂଆ ସେମିକଣ୍ଡକ୍ଟର ପାର୍କ, ବ୍ରହ୍ମପୁର MKCG ଏବଂ ବୁର୍ଲା ଭୀମସାର ହସ୍ପିଟାଲକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଭାବେ ବିକଶିତ କରିବା, ଗଞ୍ଜାମ ଜିଲ୍ଲାରେ ନୂଆ ପୋର୍ଟ ବେଲ୍ଟ SEZ ପ୍ରତିଷ୍ଠା କରିବା ଏବଂ ସବୁଠାରୁ ବଡ଼ କଥା, ଆମର ଗରିବ ଭାଇମାନଙ୍କ ପାଇଁ 50,000 ଅନ୍ତୋଦୟ ଗୃହ ନିର୍ମାଣ ପାଇଁ ୱାର୍କ ଅର୍ଡର ମଧ୍ୟ ପ୍ରଦାନ କରାଯିବ। ଏହି ସମସ୍ତ ପଦକ୍ଷେପ ଦ୍ୱାରା ଓଡ଼ିଶାର ପ୍ରଗତିର ଭିତ୍ତି ଆହୁରି ମଜବୁତ ହେବ। ଦ୍ୱିତୀୟ ବୋନାଞ୍ଜା ହେଉଛି ନେକ୍ସଟ ଜେନେରେସନ GST ରିଫର୍ମସ। ଭାରତର ଅନ୍ୟାନ୍ୟ ରାଜ୍ୟରେ ଲୋକମାନେ ସାଧାରଣତଃ ଦୀପାବଳି ସମୟରେ କିଣାକିଣି କରିଥାନ୍ତି, କିନ୍ତୁ ଓଡ଼ିଶାରେ ଏହି କିଣାକିଣି ଦୁର୍ଗାପୂଜାର ଅବସରରେ ହୋଇଥାଏ। ବର୍ତ୍ତମାନ ଓଡ଼ିଶାର ଲୋକମାନେ GST ବଚତ ଉତ୍ସବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ଆଜି ଗରିବରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ କିଛି ନା କିଛି ସଞ୍ଚୟ କରୁଛନ୍ତି। ଓଡ଼ିଶାବାସୀଙ୍କ ପକ୍ଷରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଚଳିତ ବର୍ଷ ଜାନୁଆରୀ ମାସରେ ଆପଣ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଉଦ୍ୟୋଗପତିମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆହ୍ୱାନ ଦେଇ କହିଥିଲେ
यही समय है, सही समय है। यही 7.5 मास मध्य 2 लाख कोटी टंकारु अधिक निवेश सहित ओडिशा रे 84 शिल्प प्रकल्प पाई शिलान्यास होईछि। या द्वारा 1,64,000 नियुक्ति सुजोग सृष्टि होईछि। आपणक दिग्दर्शन ओडिशा आगकू बढ़ी चलिबो एवं समृद्ध ओडिशा गठनर लक्ष्य निश्चित भावे सार्थक हेबो बोली मुख्यमंत्री मोहन चरण माझी कहिसंती।